ଜାଣିଛୁ ସିପୁ, ମୁଁ ତୋ ଉପରେ ବହୁତ ରାଗିଛି। ହେଲେ କ'ଣ କରିବି, ପାଖରେ ଥିଲେ ସିନା ଦିପଦ ଗାଳି ଦେଇଥାନ୍ତି। ତୋର ତ ସବୁଠୁ ବଡ଼ ଖରାପ ଅଭ୍ୟାସ, ତୁ କେବେ ବି ଟାଇମ୍ରେ ପହଞ୍ଚିନୁ। ଜାଣିକି ମୁଁ ତୋତେ କେବେ ବି ଆଶା କରିନି, ହେଲେ ଅପେକ୍ଷା କରିଥାଏ ତୁ ନିଶ୍ଚୟ ଆସିବୁ ବୋଲି। ତୋତେ ମନେ ମନେ ବହୁତ ଗାଳି ଦେଉଥାଏ, ହେଲେ ତୁ ଆସିକି ବୁଢ଼ା ଭଳି କଥା କହି ଘଣ୍ଟାଟେ ଖାଇ ବସୁ। ସେତିକି ଭିତରେ ମୁଁ ଭୋକରେ ଥିଲେ ବି ମୋ ପେଟ ମୁଣ୍ଡ ଥଣ୍ଡା ହୋଇଯାଏ। ସବୁବେଳେ ଡେରିରେ ଆସିବା ଲୋକଟା, ହେଲେ ଆଜି ତୁ ଟାଇମ୍ ପୂର୍ବରୁ କୁଆଡ଼େ ଚାଲିଗଲୁ ଯେ ମୁଁ ତ ଠିକଣା ପାଉନି। ମନେ ଅଛି ସିପୁ, ଛୋଟବେଳେ ଭାତ ଥାଳି ଧରି ଜଗି ବସିଥାଉ ସାର୍ କେତେବେଳେ ଆସିବେ ବୋଲି। ମୁଁ 3ଟା 4ଟା 5ଟା ଯେତେବେଳେ ବି ଆସିଲେ ତୁ ଭାତ ଧରି ମୋ ସାଥିରେ ଖାଇଲେ ତୋ ପେଟ ପୁରେ। ଗାଁ ଛାଡ଼ି ଚାଲି ଆସିଲି ବୋଲି ସବୁଦିନ ଖରା ବର୍ଷା ଶୀତରେ 1 କିଲୋମିଟର ଲୋକଙ୍କ ଗାଳି ଶୁଣିବି ତୁ ଆସୁଥିଲୁ। କଲେଜ ପଢ଼ିଲୁ, ମା ବାପା ଘର ଲୋକଙ୍କ ଗାଳି ଶୁଣିପାରିଲୁନୁ ବୋଲି ମୋ ପାଖକୁ ଆସିବା ଛାଡ଼ିଦେଲୁ। ମୋତେ ବହୁତ ଦୁଃଖ ଲାଗିଲେ ବି ମୁଁ ଦୁଃଖ କରିନଥିଲି। ହେଲେ ଆଜି କେଉଁ ପ୍ରେମିକା କଥାରେ ପଡ଼ି ମୋ ସହିତ କଥା ବି ହେଉନି। ସବୁ ଲାଜ ଛାଡ଼ି ମୁଁ ତମ ଘରକୁ ଆସିଲି। ସମସ୍ତେ କହିଲେ ତୁ ଗୁରୁ ଆସିଲେଣି। ତୁ ଚତୁର ବୁଦ୍ଧିରେ ଗାଧୋଇ ପାଧୋଇ ନୂଆ ଡ୍ରେସ୍ ପିନ୍ଧି ବାଜା ବଜେଇ ଭିଡ଼ ଭିତରେ ମୋତେ ଦେଖି ମୁରୁକି ମୁରୁକି ହସୁଥିଲୁ। ହେଲେ ମୁଁ ଲାଜ ଲୁହ ଲୁଚେଇ କାନ୍ଦୁଥିଲି। କିଛି ଦୂର ଗଲା ପରେ ନଦୀ ପାଖରେ ଯେତେବେଳେ ବାଜା ବନ୍ଦ ହେଲା, ମୁଁ ଦେଖିଲି ସେ ଭିଡ଼ ଭିତରେ ତୁ କୁଆଡ଼େ ଲୁଚିଗଲୁ। ସେଠି କିଛି ନିଆଁ ଜଳୁଥିଲା। ନିଜ ମୁହଁ ଲୁଚେଇ ଏକୁଟିଆ ହୋଇ କାନ୍ଦି କାନ୍ଦି ଘରକୁ ଫେରିଲି। ଏଇଟା କ'ଣ ଭଲ କଲୁ? ହେଲେ ବି ମୁଁ ତୋତେ ଦୋଷ ଦେଉନି ରେ, ତୋର ଅମଙ୍ଗଳ ଚାହୁଁନି। ଯା, ଭଗବାନଙ୍କୁ ପ୍ରାର୍ଥନା କରୁଛି ତୁ ତୋ ଦୁନିଆରେ ଭଲରେ ରହ, ଖୁସିରେ ଥା। ଭଗବାନ ତୋର ମଙ୍ଗଳ କରନ୍ତୁ।